ଜୟ ଜଗନ୍ନାଥ। ଏହି ଘଟଣା ଆମ ଗାଁରେ ଘଟିଥିଲା। ପାଖାପାଖି 30ରୁ 40 ବର୍ଷ ପୂର୍ବରୁ ଦିନକର କଥା। ସନ୍ଧ୍ୟାବେଳେ ଆମେ ଗୋଟେ ପିଲାକୁ ଜଙ୍ଗଲ ପାଖରେ ଅଚେତ ଅବସ୍ଥାରେ ପଡ଼ିଥିବାର ପାଇଲୁ। ଆମେ ତା ମୁହଁରେ ପାଣି ଛାଟି ତାକୁ ହୋସକୁ ଆଣିଲୁ। ତାପରେ ଆମେ ତାକୁ ପଚାରିଲୁ, ତୁ ସେ ଜଙ୍ଗଲ ପାଖରେ କ'ଣ କରୁଥିଲୁ? ଆଉ ତୁ ବେହୋସ କିପରି ହେଲୁ? ସେ କହିଲା, ମୁଁ ମୋର କିଛି ଜଣ ସାଙ୍ଗଙ୍କ ସହିତ ଲୁଚକାଳି ଖେଳୁଥିଲି। ଖେଳୁ ଖେଳୁ ମୁଁ ସେ ଜଙ୍ଗଲ ପାଖକୁ ପଳେଇଥିଲି ଲୁଚିବା ପାଇଁ। ମୁଁ ଗୋଟେ ଗଛ ପଛପଟେ ଲୁଚିଥିଲି। ସେହି ସମୟରେ ମୋତେ କେଉଁ ସ୍ତ୍ରୀ ଲୋକର ହସିବା ଶବ୍ଦ ଶୁଭିଲା। ମୁଁ ଚମକି ପଡ଼ି ପଛକୁ ଅନେଇଲି, କିନ୍ତୁ କେଉଁଠି ବି କେହି ନଥିଲେ। ତାପରେ ମୁଁ ଏକ ଭୟଙ୍କର ସ୍ତ୍ରୀ ଲୋକକୁ ଦେଖିଲି। ସେ ମୋଠୁ କିଛି ଦୂରରେ ହିଁ ଠିଆ ହେଇଥିଲା। ସେ ସ୍ତ୍ରୀ ଲୋକ ଏତେ ଭୟଙ୍କର ଥିଲା ଯେ ଏବେ ବର୍ଣ୍ଣନା କଲାବେଳକୁ ବି ମୋ ଛାତି ଥରି ଉଠୁଛି। ପୁରା ମା କାଳୀଙ୍କ ଭଳିଆ ଲମ୍ବା ଜିଭ ତାର ବାହାରିଥିଲା। ଶରୀରରେ ଅଜୀବ ପ୍ରକାର ଅଳଙ୍କାର ଏବଂ କଳା ରଙ୍ଗର ଶାଢ଼ୀ। ଆଖି ଦିଟା ପୁରା ନିଆଁ ପିଣ୍ଡୁଳା ପରି ଜଳୁଥିଲା। ତାକୁ ଦେଖି ମୁଁ ଅଚେତ ହୋଇଯାଇଥିଲି। ଏକଥା ଶୁଣିକି ଆମ ଭିତରୁ ଅନେକ ଲୋକ ଏକଥାକୁ ବିଶ୍ୱାସ କରିନଥିଲେ, କିନ୍ତୁ ଆମ ଗାଁ ମନ୍ଦିର ପୂଜକ ବିଷ୍ଣୁ ଭାଇନା ଏକଥାକୁ ବିଶ୍ୱାସ କରିଥିଲେ। ଆଉ ଆମ ସମସ୍ତଙ୍କୁ ଏକଥା ସତ ବୋଲି କହିଥିଲେ। କିନ୍ତୁ ଗାଁ ଲୋକମାନେ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ। କିନ୍ତୁ ତାର ଠିକ୍ 2 ଦିନ ପରେ ଗାଁରେ ଗୋଟିଏ ଅଘଟଣ ଘଟିଲା। ଯେଉଁ ପିଲାଟି ଆମକୁ ସେଦିନ ଏସବୁ ଘଟଣା ବିଷୟରେ କହିଥିଲା, ସେ ପିଲାଟିର ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ସମସ୍ତେ ଏ ମୃତ୍ୟୁକୁ ଦେଖି ଆଶ୍ଚର୍ଯ୍ୟ ଥିଲେ, କାରଣ ସେ ସ୍ୱାଭାବିକ ଭାବେ ଖାଇ ପିଇ ଶୋଇଥିଲା। ଡକ୍ଟର କହୁଥିଲେ ଯେ ହୃଦଘାତ ଦ୍ୱାରା ତାର ମୃତ୍ୟୁ ହୋଇଛି। ଗାଁ ସାରା ସମସ୍ତେ ଏ ଘଟଣା ପାଇଁ ଦୁଃଖିତ ଥିଲେ। ଠିକ୍ ତା ପରଦିନ ଜଣେ ବୃଦ୍ଧ ଲୋକଙ୍କର ମୃତ୍ୟୁ ହୋଇଗଲା। ତାଙ୍କର ବି ସେମିତି ହୃଦଘାତରେ ମୃତ୍ୟୁ ହୋଇଥିଲା ଶୋଇବା ସମୟରେ। ଏସବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଥିଲେ। ତାପରେ ଏସବୁ ସବୁଦିନ ଘଟିବାକୁ ଲାଗିଲା। ଗୋଟେ ଦିନରେ 4-5 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଶୋଇବା ସମୟରେ। ଆଉ ମୃତ୍ୟୁର କାରଣ ଥିଲା ହୃଦଘାତ। ସପ୍ତାହେ ଯାଏଁ ଯେମିତି ଏସବୁ ଚାଲି ରହିଲା। ତାପରେ ଲୋକ ସ୍ଥିର କଲେ ଯେ ସମସ୍ତେ ବିଷ୍ଣୁ ଭାଇନାଙ୍କ ପାଖକୁ ଯିବେ। ଗାଁ ଯାକର ସବୁ ଲୋକ ମନ୍ଦିର ଗଲେ। ଆଉ ଗାଁରେ ଏସବୁ କ'ଣ ଚାଲିଛି, ଆଉ ଏସବୁରୁ ମୁକ୍ତି ପାଇବାର ଉପାୟ ପଚାରିଲେ। ବିଷ୍ଣୁ ଭାଇନା ସମସ୍ତଙ୍କୁ ପ୍ରଥମେ ସେଠି ବସିବା ପାଇଁ କହିଲେ। ଆଉ କହିଲେ, ଆପଣମାନେ ସେଦିନ ବିଶ୍ୱାସ କଲେନି, କିନ୍ତୁ ସେ ପିଲା ଯାହା କହୁଥିଲା ସେଇଟା ସମ୍ପୂର୍ଣ୍ଣ ସତ୍ୟ। ସେ ସେଦିନ ଯାହାକୁ ଦେଖିଥିଲା ସେ ଆଉ କେହି ନୁହେଁ, ସେ ହେଉଛନ୍ତି ସ୍ୱୟଂ ଶ୍ମଶାନ ଭୈରବୀ। ଏ କଥା ଶୁଣିକି ଆମେ ସମସ୍ତେ ଡରରେ ଥରିବାକୁ ଲାଗିଲୁ। ତାପରେ ଭାଇନା କହିଲେ, ଶ୍ମଶାନ ଭୈରବୀଙ୍କ ଯୋଗୁଁ ହିଁ ଗାଁରେ ଏସବୁ ମୃତ୍ୟୁ ହେଉଛି। ଆମେମାନେ ପଚାରିଲୁ, ଭାଇନା ତେବେ ଏହାଠୁ ମୁକ୍ତି ପାଇବାର ଉପାୟ କ'ଣ? ଆଉ ଶ୍ମଶାନ ଭୈରବୀ ଏମିତି କ'ଣ ପାଇଁ କରୁଛନ୍ତି? ଭାଇନା କହିଲେ, ସେସବୁ ପାଇଁ ମୋତେ କିଛି ସମୟ ଦରକାର। ଆପଣମାନେ ମୋତେ କିଛି ଦିନର ସମୟ ଦିଅନ୍ତୁ। ତାପରେ ମୁଁ ଆପଣମାନଙ୍କୁ ଏହାର ସମାଧାନ ଆଉ କାରଣ ନିଶ୍ଚୟ କହିବି। ଆମେ କହିଲୁ, ଭାଇନା ତାହେଲେ କ'ଣ ସେତେ ଦିନ ଯାଏଁ ଗାଁରେ ଏପରି ମୃତ୍ୟୁର ତାଣ୍ଡବ ଚାଲିଥିବ? ଭାଇନା କିଛି ସମୟ ଭାବିଲେ। ତାପରେ ମନ୍ଦିର ଭିତରକୁ ଯାଇକି ମୁଣ୍ଡିଆ ମାରିକି ସମସ୍ତଙ୍କୁ ସାଲୁକନାରେ ଗୁଡ଼ା ହେଇଥିବା କିଛି ସୋରିଷ ଦେଲେ। ଆଉ କହିଲେ, ଏ ସୋରିଷକୁ ଆପଣମାନେ ନିଜ ନିଜ ଘରେ ବାନ୍ଧି ଦିଅନ୍ତୁ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ଆଉ ନିଜ ନିଜ ଘରେ ସେ ସୋରିଷକୁ ବାନ୍ଧିଦେଲେ। ଭାଇନା କିଛି ଦିନ ପାଇଁ ଗାଁରୁ କୁଆଡ଼େ ପଳାଇଲେ। ଆଉ ତାଙ୍କ ପୁଅ ମନ୍ଦିରରେ ପୂଜା କଲା। 2 ଦିନ ଯାଏଁ ସବୁକିଛି ଠିକ୍ ଠାକ୍ ରହିଲା। କାହାର ବି ମୃତ୍ୟୁ ହେଲା ନାହିଁ। କିନ୍ତୁ 2 ଦିନ ପରେ ଆଉ 4 ଜଣଙ୍କର ମୃତ୍ୟୁ ହୋଇଗଲା ଶୋଇଥିବା ଅବସ୍ଥାରେ। ମୃତ୍ୟୁର କାରଣ ହୃଦଘାତ। ସମସ୍ତଙ୍କ ମନରେ ପୁଣି ଥରେ ସେ ପୁରୁଣା ଭୟ ଜାଗୃତ ହୋଇ ଉଠିଲା। ଗୋଟେ ଦିନକୁ ମୃତ୍ୟୁର ସଂଖ୍ୟା ବହୁତ ବଢ଼ିବାକୁ ଲାଗିଲା। 10-12 ଜଣ, କେଉଁଦିନ 15 ଜଣ, ଏମିତି ଲୋକଙ୍କର ମୃତ୍ୟୁ ହେବାକୁ ଲାଗିଲା। ସମସ୍ତେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହେଇକି ଥାଆନ୍ତି। କିଛି ଜଣ ଗାଁ ଲୋକ କଥା ହେଉଥିଲେ ଯେ ଗାଁ ଛାଡ଼ିକି ହିଁ ପଳେଇବେ। ଏହିସବୁ ଭିତରେ ଭାଇନା ଗାଁରେ ଆସିକି ପହଞ୍ଚିଲେ। ସମସ୍ତଙ୍କୁ ଆଶାର ଗୋଟିଏ କିରଣ ଦେଖାଗଲା। ଭାଇନା ସମସ୍ତଙ୍କୁ ମନ୍ଦିରକୁ ଡକେଇଲେ। ମନ୍ଦିରରେ ସମସ୍ତଙ୍କୁ କହିଲେ ଯେ ମୁଁ
ଏ ସମସ୍ୟାର ସମାଧାନ ପାଇଁ ମୋ ଗୁରୁଙ୍କ ସହିତ ଦେଖା କରିବା ପାଇଁ ଯାଇଥିଲି। ମୋ ଗୁରୁ ନିଜ ସାଧନା ବଳରେ କହିଲେ, ଆମ ଗାଁଠୁ କେହି ଜଣେ ପ୍ରତିଶୋଧ ନେବା ପାଇଁ ଶ୍ମଶାନ ଭୈରବୀଙ୍କୁ ଆବାହନ କରିକି ନିଜ ବଶରେ କରିକି ଆମ ଗାଁ ଲୋକଙ୍କୁ ମାରିବା ପାଇଁ ପଠେଇଛି। ଯେଉଁମାନଙ୍କର ସବୁ ମୃତ୍ୟୁ ହେଉଛି ସେମାନେ ରାତିରେ ସ୍ୱପ୍ନରେ ଶୋଇଲା ବେଳେ ଶ୍ମଶାନ ଭୈରବୀଙ୍କୁ ଉଗ୍ର ଭୟଙ୍କର ରୂପରେ ନିଜ ସ୍ୱପ୍ନରେ ଦେଖୁଛନ୍ତି। ସେ ଉଗ୍ର ଭୟଙ୍କର ରୂପ ଦେଖିକି ସେମାନଙ୍କର ହୃଦଘାତ ଦ୍ୱାରା ମୃତ୍ୟୁ ହୋଇଯାଉଛି। ଏସବୁ ଶୁଣିକି ସମସ୍ତେ ଆଶ୍ଚର୍ଯ୍ୟ ଥାଆନ୍ତି ଆଉ ଭୟଭୀତ ବି। ସମସ୍ତେ ଭାବୁଥାନ୍ତି କିଏ ସେ ଶ୍ମଶାନ ଭୈରବୀଙ୍କୁ ଏଠିକି ପଠେଇଛି ଆମ ଗାଁଠୁ ପ୍ରତିଶୋଧ ନେବା ପାଇଁ। ଏ କଥା ଗାଁ ଲୋକ ଭାଇନାଙ୍କୁ ପଚାରିଲେ। ଭାଇନା କହିଲେ, ଏହାର ଉତ୍ତର କେବଳ ମା ଶ୍ମଶାନ ଭୈରବୀ ହିଁ ଦେଇପାରିବେ। ତାଙ୍କୁ ଆମକୁ ସାଧନା କରିକି ଡାକିବାକୁ ହେବ। ଆଉ ସେ ଲୋକ ଯେଉଁ ତାଙ୍କୁ ବଶ କରିଛି ପ୍ରଥମେ ତାଙ୍କୁ ମୁକ୍ତ କରିବାକୁ ହେବ। ଆଉ ତାଙ୍କୁ ସନ୍ତୁଷ୍ଟ କରିକି ପୁଣି ଥରେ ସେଇ ଲୋକକୁ ଫେରାଇବାକୁ ପଡ଼ିବ ଯେଉଁ ଲୋକରୁ ସେ ଆସିଥିଲେ। ଏସବୁ କାମ ମୁଁ ଏକୁଟିଆ କରିପାରିବି ନାହିଁ। ସେଥିପାଇଁ ମୁଁ ମୋ ଗୁରୁଙ୍କର ପରାମର୍ଶରେ ଆଉ 3 ଜଣ ତାନ୍ତ୍ରିକଙ୍କୁ ଡକେଇଛି। ସେମାନେ କାଲି ହିଁ ଏଠି ଆସି ପହଞ୍ଚିବେ। ଆଉ ତାଙ୍କ ଆସିବା ସାଙ୍ଗେ ସାଙ୍ଗେ ଆମେ ପୂଜା ଆରମ୍ଭ କରିଦେବା। ଭାଇନାଙ୍କ କହିଥିବା ଅନୁସାରେ ଯଜ୍ଞର ସବୁ ସାମଗ୍ରୀ ଆୟୋଜିତ ହେଲା। ଆମ ଗାଁ ମଶାଣିରେ ସେ ଯଜ୍ଞ ହେବ ବୋଲି କହିଲେ। ଆଉ ସୂର୍ଯ୍ୟାସ୍ତ ପୂର୍ବରୁ ଯଜ୍ଞ ଆରମ୍ଭ ହୋଇଯିବା ଦରକାର ବୋଲି କହିଲେ। ତା ପରଦିନ ଯଜ୍ଞର ସବୁ ଆୟୋଜନ ଗାଁ ମଶାଣିରେ ହେଲା। ଶ୍ମଶାନ ଭୈରବୀଙ୍କ ସମ୍ମାନରେ ପୁରା ଗାଁ ସେଠି ଉପସ୍ଥିତ ରହିବ ବୋଲି ଭାଇନା କହିଥିଲେ। ସମସ୍ତେ ସେଇଠି ଥିଲେ। ସେ 3 ଜଣ ତାନ୍ତ୍ରିକ ବି ସେଠି ପହଞ୍ଚି ସାରିଥିଲେ। ତାନ୍ତ୍ରିକମାନେ ସମସ୍ତ ଗାଁ ଲୋକଙ୍କୁ ଗୋଟିଏ ଜାଗାରେ ବସିବା ପାଇଁ କହିଲେ। ପୁରା ଗାଁ ଲୋକ ଗୋଟିଏ ଜାଗାରେ ବସିଥିଲେ। ଆଉ ତାନ୍ତ୍ରିକମାନେ ଏବଂ ଭାଇନା ମନ୍ତ୍ର ପାଠ କରିକି ବିଭୂତିରେ ଗାଁ ଲୋକଙ୍କ ଚାରିପଟେ ଏକ ଘେରା ବନେଇଥିଲେ। ଆଉ ସବୁ ଗାଁ ଲୋକଙ୍କୁ ମନା କରିଥିଲେ ଯେ କେହି ବି ଏ ଘେରା ଭିତରୁ ବାହାରିବେନି। ଆଉ ପଛକୁ ଭୁଲରେ ବି କେହି ଚାହିଁବେନି। ଯଦି କେହି ଏହି ଘେରା ଭିତରୁ ବାହାରେ କିମ୍ବା ପଛକୁ ଚାହେଁ ତାର ମୁଣ୍ଡ ଉଡ଼ିଯିବ। ଏସବୁ ଶୁଣି ସମସ୍ତେ ଡରି ଯାଇଥିଲେ। କେହି ବି ପଛକୁ ନ ଚାହିଁ ଚୁପଚାପ ସେଇ ଘେରା ଭିତରେ ବସି ରହିଲେ। ସୂର୍ଯ୍ୟାସ୍ତ ପୂର୍ବରୁ ଯଜ୍ଞ ଆରମ୍ଭ ହେଲା। ତାନ୍ତ୍ରିକମାନେ ପୁରା ଜୋରରେ ମନ୍ତ୍ର ପାଠ କରୁଥାନ୍ତି ଆଉ ଯଜ୍ଞକୁଣ୍ଡରେ ଆହୁତି ଦେଉଥାନ୍ତି। ଆମେମାନେ ସବୁ ତାନ୍ତ୍ରିକମାନଙ୍କର ପଛପଟେ ବସିଥିଲୁ। ସେମାନେ ଆମକୁ ମନା କରିଥିଲେ ଶ୍ମଶାନ ଭୈରବୀଙ୍କର ସାମ୍ନାସାମ୍ନି ହେବା ପାଇଁ। ଆମେ ପ୍ରାୟ 4-5 ଘଣ୍ଟା ହେଲା ସେଇଠି ବସିଥିଲୁ। ରାତି କେତେଟା ହୋଇଥିଲା ସମୟ ଜଣା ନଥିଲା। ପୂଜା ଚାଲିବା ସମୟରେ ହଠାତ୍ ଘଡ଼ଘଡ଼ି ମାରିବାକୁ ଲାଗିଲା। କିନ୍ତୁ ଆମେ ସମସ୍ତେ ଚୁପଚାପ ହୋଇ ବସି ରହିଥିଲୁ। ତାନ୍ତ୍ରିକମାନଙ୍କର କହିବା ଅନୁସାରେ କୁକୁର ଭୁକୁଥାନ୍ତି। ଏହି ସମୟରେ କେଉଁଠୁ ଗୋଟିଏ ବିକଟାଳ ହସ ଶୁଭିଲା। ଆମ ସମସ୍ତଙ୍କୁ ଲାଗୁଥିଲା ଆମେମାନେ ଏଇଠି ସାଙ୍ଗେ ସାଙ୍ଗେ ବେହୋସ ହୋଇଯିବୁ। କିନ୍ତୁ ଆମେ ହାତ ଯୋଡ଼ିକି ସେମିତି ବସି ରହିଲୁ। ତାନ୍ତ୍ରିକମାନେ ନିରନ୍ତର ମନ୍ତ୍ର ପଢ଼ି ଚାଲିଥାନ୍ତି। ଯଜ୍ଞ ପୁରା 2 ଦିନ 2 ରାତି ଯାଏଁ ନ ଅଟକି ଚାଲି ରହିଲା। 2 ଦିନ ପରେ ଯେତେବେଳେ ଯଜ୍ଞ ସରିଲା ସେ ସମୟରେ ଆକାଶରେ ପୁଣି ଥରେ ଜୋରେ ଜୋରେ ଘଡ଼ଘଡ଼ି ମାରିବାକୁ ଲାଗିଲା। ପବନ ହେବାକୁ ଲାଗିଲା। ଆଉ କଳା ବାଦଲ ଜହ୍ନକୁ ଘୋଡ଼େଇ ଦେଲା। ତାନ୍ତ୍ରିକମାନେ ଆମକୁ କହିଲେ ଶ୍ମଶାନ ଭୈରବୀ ଆସୁଛନ୍ତି। ଆମେ ସମସ୍ତେ ଏକଥା ଶୁଣିକି ବରଡ଼ା ପତ୍ର ଭଳି ଡରରେ ଥରିବାକୁ ଲାଗିଲୁ। ତାପରେ କାହାର ପାଦ ଶବ୍ଦ ଆମ ଆଡ଼କୁ ଆସିବାର ଶୁଭିଲା। ତାର ପାଦ ଶବ୍ଦରେ ପୁରା ସବୁଆଡ଼େ ଭୂମିକମ୍ପ ଭଳି ସବୁକିଛି ହଲୁଥାଏ। ଆମେ ଦେଖିଲୁ ଗୋଟେ କଳା ଧୂଆଁ ଭଳିଆ ଜିନିଷ ଆସି ଯଜ୍ଞ ହେଉଥିବା ସ୍ଥାନରେ ଆବିର୍ଭାବ ହେଲା। ଆଉ ସେ ମଣିଷ ଆକୃତି ନେଲା। ତାନ୍ତ୍ରିକମାନେ ବନେଇଥିବା ଚକ୍ର ଉପରେ ସେ ବସିଲା। ସେ ରୂପକୁ ଦେଖିକି ଆମେ ଏହା ତ ଜାଣିସାରିଥିଲୁ ଯେ ସେ ଶ୍ମଶାନ ଭୈରବୀ। କିନ୍ତୁ ତାଙ୍କ ମୁହଁକୁ ଚାହିଁବାର ସାହସ କାହା ପାଖରେ ବି ନଥିଲା। ଏବେ ଆପଣମାନଙ୍କୁ ଏସବୁ କହିଲା ବେଳେ ମୋର ରୁମ ଟାଙ୍କୁରି ଉଠୁଛି। ଏହି ସମୟ ଭିତରେ
ମୁଁ ଶ୍ମଶାନ ଭୈରବୀଙ୍କର ସେ ବିକଟାଳ ରୂପ ମୁଁ ଦେଖିଦେଇଥିଲି। ସେ ରୂପ ଦେଖି ଆଜି ବି ରାତିରେ ମୋତେ ନିଦ ହୁଏନି। ଶ୍ମଶାନ ଭୈରବୀଙ୍କର ଉଚ୍ଚତା ପୁରା ଗୋଟିଏ ତାଳ ଗଛ ଭଳି ଥିଲା। ତାଙ୍କର ଲମ୍ବା ଜିଭ ଆସି ମାଟିରେ ବାଜୁଥିଲା। ଲାଗୁଥିଲା ସେ ସେଇ ଜିଭରେ ପୁରା ପୃଥିବୀକୁ ଟାଣି ନେଇ ଗିଳିଯିବେ। ଦିଟା ମୁନିଆ ମୁନିଆ ଦାନ୍ତ ତାଙ୍କର ପାଟିରୁ ବାହାରକୁ ବାହାରି ରହିଥିଲା। ଆଉ ତାଙ୍କର ଆଖି ପୁରା ନିଆଁ ପିଣ୍ଡୁଳା ପରି ଜଳୁଥିଲା। ମୁଁ ସାଙ୍ଗେ ସାଙ୍ଗେ ମୁହଁଟି ତଳକୁ କରି ଆଣିଲି। ଆଉ ତାଙ୍କ ଆଡ଼କୁ ଅନେଇବାକୁ ବି ମୋର ସାହସ ହେଲାନି। ତାନ୍ତ୍ରିକମାନେ ପ୍ରଥମେ ମା ଶ୍ମଶାନ ଭୈରବୀଙ୍କୁ ପ୍ରଣାମ କରି ତାଙ୍କୁ ସେ ନିଜର ଲମ୍ବା ବଡ଼ ହାତରେ ସାଙ୍ଗେ ସାଙ୍ଗେ ସେ କୁକୁଡ଼ାଟିକୁ ଧରି ନେଇ ମୋଡ଼ି ଖାଇଗଲେ। ତାପରେ ମୁଆଁ, ବୋଦା, ଅଣ୍ଡା, ଅରୁଆ ଚାଉଳ ଏମିତି ଆହୁରି କେତେ ପ୍ରକାରର ବଳି ତାଙ୍କୁ ଦେଲେ। ତାପରେ ମନ୍ତ୍ର ପାଠ କରି ତାଙ୍କୁ ସନ୍ତୁଷ୍ଟ କଲେ। ଶ୍ମଶାନ ଭୈରବୀଙ୍କୁ ସେଠୁ ସେମାନେ ଗୋଟିଏ ପ୍ରଶ୍ନ ପଚାରିଲେ, ହେ ମା ଶ୍ମଶାନ ଭୈରବୀ, ଯଦି ଆପଣ ଆମର ବଳି ଏବଂ ପୂଜାରେ ସନ୍ତୁଷ୍ଟ ହେଲେ, ତାହେଲେ ଆମର ପ୍ରଶ୍ନର ଉତ୍ତର ଦିଅନ୍ତୁ। ଆପଣଙ୍କୁ ଏ ଗାଁ ଲୋକଙ୍କୁ ମାରିବା ପାଇଁ କିଏ ଏଠିକି ପଠେଇଛି ମା? ଶ୍ମଶାନ ଭୈରବୀ ନିଜର ସେ ଭୟଙ୍କର ଆଉ ଛାତି ଥରେଇ ଦେଲା ଭଳି ସ୍ୱରରେ ଉତ୍ତର ଦେଲେ। ତାଙ୍କର ସେ ସ୍ୱରରେ ଚାରି ଦିଗ କମ୍ପି ଉଠିଲା। ପଦ୍ମପୁର ଗାଁର ଚଣ୍ଡୀଦାସ ନାମକର ଏକ ବ୍ୟକ୍ତି ମୋତେ ସାଧନା କରିକି ମୋତେ ଏ ଗାଁ ଲୋକଙ୍କର ସର୍ବନାଶ କରିବା ପାଇଁ ପଠେଇଛି। ତାନ୍ତ୍ରିକମାନେ କହିଲେ, ହେ ମା, ଆମେ ଆପଣଙ୍କୁ ସନ୍ତୁଷ୍ଟ କରିସାରିଛୁ। ମା, ଆପଣ ଏ ଗାଁବାଲାଙ୍କୁ ନିଜର ସନ୍ତାନ ଭାବି କ୍ଷମା କରନ୍ତୁ ଆଉ ଏମାନଙ୍କୁ ଜୀବନ ଦାନ ଦିଅନ୍ତୁ। ଶ୍ମଶାନ ଭୈରବୀ ଉତ୍ତର ଦେଲେ, ମୁଁ ତମମାନଙ୍କର ପୂଜା ପାଠରେ ସନ୍ତୁଷ୍ଟ ହୋଇଛି। ମୁଁ ଏ ଗାଁ ଲୋକଙ୍କୁ ଛାଡ଼ିଦେବି ଆଉ ଫେରିଯିବି ମୋ ଲୋକକୁ। ଏ କଥା ଶୁଣିକି ଆମେ ମନେ ମନେ ଟିକେ ଖୁସି ହେଉଥାଉ। କିନ୍ତୁ ସେତିକିବେଳକୁ ଶ୍ମଶାନ ଭୈରବୀ ଏମିତି କିଛି ମାଗିଲେ ଯାହା ଶୁଣି ତାନ୍ତ୍ରିକମାନେ ମଧ୍ୟ ଭୟଭୀତ ହୋଇଗଲେ। ଶ୍ମଶାନ ଭୈରବୀ କହିଲେ, କିନ୍ତୁ ତା ବଦଳରେ ତମମାନଙ୍କୁ ମୋତେ ଗୋଟିଏ ଶ୍ରେଷ୍ଠ ବଳି ଦେବାକୁ ହେବ। ତାନ୍ତ୍ରିକମାନେ ପଚାରିଲେ, ମା, ଆପଣଙ୍କୁ କେଉଁ ଜୀବର ବଳି ଦରକାର? ଶ୍ମଶାନ ଭୈରବୀ କହିଲେ, ମୋତେ ନରବଳି ଦରକାର। ନରବଳି କଥା ଶୁଣିକି ତାନ୍ତ୍ରିକମାନେ ମଧ୍ୟ ଭୟଭୀତ ହୋଇଗଲେ ଆଉ ଭାବିବାକୁ ଲାଗିଲେ, ଯଦି ନରବଳି ନ ଦିଆ ହୁଏ ଶ୍ମଶାନ ଭୈରବୀ ଆହୁରି ରାଗିଯିବେ ଆଉ ଏଇ ସାଙ୍ଗେ ସାଙ୍ଗେ ସମସ୍ତ ଗାଁ ଲୋକ ଆଉ ଆମମାନଙ୍କୁ ବି ମୋଡ଼ିକି ଖାଇଯିବେ। ତେଣୁ ବଞ୍ଚିବାର ଗୋଟିଏ ଉପାୟ ନରବଳି। ନରବଳି ତ ନରବଳି, ପୁଣି ଏଇ ସାଙ୍ଗେ ସାଙ୍ଗେ। ତାନ୍ତ୍ରିକମାନେ ଏଇ ସାଙ୍ଗେ ସାଙ୍ଗେ କାହାକୁ ବଳି ଦିଆହେବ ଭାବି ପୁରା ଚିନ୍ତାରେ ପଡ଼ିଯାଇଥାନ୍ତି। ଶ୍ମଶାନ ଭୈରବୀଙ୍କୁ ଏଇ ସାଙ୍ଗେ ସାଙ୍ଗେ ନରବଳି ନ ଦେଲେ ସେ ଅନ୍ତର୍ଦ୍ଧାନ ହୋଇଯିବେ। ଗାଁ ଲୋକମାନେ ମଧ୍ୟ ଭାବୁଥାନ୍ତି, ଏଇ ସାଙ୍ଗେ ସାଙ୍ଗେ ନରବଳିର ଆୟୋଜନ କେଉଁଠୁ ହେବ। ତାପରେ କିଛି ଏମିତି ହେଇଥିଲା ଯାହା ଆଜି ବି ଆମେ ଭୁଲି ପାରୁନୁ। ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ଦେଖା ହେବା ୟା ପର ଅଧ୍ୟାୟରେ। ନମସ୍କାର, ଜୟ ଜଗନ୍ନାଥ।